ଜଗନ୍ନାଥ ଜାନୁଆରୀ 10 ତାରିଖ ଶନିବାର ରାଶିଫଳ ମେଷ ରାଶି। ପ୍ରଥମେ ଆମେ ମେଷ ରାଶି ବିଷୟରେ ଆଲୋଚନା କରିବା। ମେଷ ରାଶି, ଆଜି ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ, କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିପାରେ। ପରିବାର ସହ ସମୟ କାଟନ୍ତୁ। ନିଜକୁ ଯେତିକି ସମୟ ଆପଣ ପରିବାରଙ୍କ ସହିତ ବିତେଇବାକୁ ଚାହିଁବେ ସେତେ ସମୟ ଆପଣ ନିଶ୍ଚିତ ଖୁସିରେ ରହିବେ। ବୃଷ ରାଶି, ଆର୍ଥିକ ଦିଗରୁ ଦିନ ଭଲ, ପୁରୁଣା ବକେୟା ଟଙ୍କା ମିଳିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ। ପୁରୁଣା ସାଙ୍ଗସାଥୀ ଯିଏ ଆପଣଙ୍କଠୁ ଟଙ୍କା ନେଇଥିବେ ନିଶ୍ଚିତ ଭାବରେ ଫେରିବାର ଦିନ। ମିଥୁନ ରାଶି, ମନ ଅସ୍ଥିର ରହିପାରେ, ଛୋଟ ଭ୍ରମଣର ସମ୍ଭାବନା ଅଛି। କଥାବାର୍ତ୍ତାରେ ସାବଧାନ ରୁହନ୍ତୁ। କିଛି ନା କିଛି ନୂଆ ଜାଗାକୁ ଯାଇପାରନ୍ତି କିମ୍ବା ଆପଣଙ୍କର କିଛି ବନ୍ଧୁବାନ୍ଧବଙ୍କ ଘରକୁ ଯାଇପାରନ୍ତି। କର୍କଟ ରାଶି, ପାରିବାରିକ ସୁଖ ବଢ଼ିବ, ମାନସିକ ଶାନ୍ତି ମିଳିବ, ସ୍ୱାସ୍ଥ୍ୟରେ ସୁଧାର ଆସିବ, ଅଯଥା ଖର୍ଚ୍ଚ ହୋଇପାରେ। ସିଂହ ରାଶି, ନୂତନ ସୁଯୋଗ ମିଳିପାରେ, ନେତୃତ୍ୱ ଦକ୍ଷତା ପ୍ରକାଶ ପାଇବ, ଅହଙ୍କାର ଏଡ଼ାନ୍ତୁ। କିଛି କିଛି ଜାଗାରେ ଆପଣଙ୍କୁ ନିଜକୁ ଛୋଟ ଛୋଟ କଥାରେ ରାଗିବାକୁ ପଡ଼ିପାରେ। କନ୍ୟା ରାଶି, କାର୍ଯ୍ୟ ଭାର ବଢ଼ିପାରେ, ସଂଯମ ରଖନ୍ତୁ, ଛୋଟ ଭୁଲକୁ ନେଇ ଚିନ୍ତା କରିବେନି। ଏମିତି କିଛି ଘଟଣା ଆପଣଙ୍କର ପୁରୁଣା ଦିନରେ ହେଇଥିବ ଯେଉଁ କଥା ପାଇଁ ଆପଣ ମାନସିକ ଦୁଶ୍ଚିନ୍ତାର ସହାରା ନେବେ। ତୁଳା ରାଶି, ସମ୍ପର୍କରେ ମିଠାସ ବଢ଼ିବ, ବନ୍ଧୁଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ଅଛି। ନିଜର ପ୍ରିୟଜନ ଆତ୍ମୀୟଜନଙ୍କ ସହିତ ଦେଖା କରିବାର ନିଶ୍ଚିତ ଭାବରେ ସମୟ। ବିଛ ରାଶି, ଗୁପ୍ତ କଥା ପ୍ରକାଶ ହୋଇପାରେ। ଆପଣଙ୍କର କିଛି ଗୁପ୍ତ କଥା ଅର୍ଥାତ୍ ଆପଣଙ୍କର ଏମିତି କିଛି କଥା ଯେଉଁ କଥାକୁ ଆପଣ କାହାକୁ କହିବାକୁ ଚାହୁଁନଥିବେ ସେହି କଥା ଅନ୍ୟ ଲୋକମାନେ ଜାଣିପାରନ୍ତି। ଧନ ସମ୍ବନ୍ଧୀୟ ବିଚାର, ନିଶ୍ଚିତ ଭାବରେ ସେହି ବିଚାରରେ ଆପଣମାନେ ସଫଳ ହେବେ। ଧନୁରାଶି, ଭାଗ୍ୟ ଆପଣଙ୍କ ପକ୍ଷରେ ରହିବ। ଶିକ୍ଷା, ନୂଆ କିଛି ଯାତ୍ରା ନିଶ୍ଚିତ ଭାବରେ କରିବେ। ଏହା କଲେ ମଧ୍ୟ ଆପଣଙ୍କର ଲାଭ ମିଳିବ। ମକର ରାଶି, କ୍ୟାପ୍ରିକନ୍, ଦାୟିତ୍ୱ ବଢ଼ିବ କିନ୍ତୁ ସଫଳତା ମଧ୍ୟ ମିଳିବ। ଧୈର୍ଯ୍ୟ ରଖନ୍ତୁ। ଆପଣ ମକର ରାଶି ନିଶ୍ଚିତ ଭାବରେ ଆଜି ଦିନଟିରେ ଆପଣଙ୍କ ପାଇଁ ବହୁତ ଶୁଭ। ନିଶ୍ଚିତ କିଛି ନା କିଛି ନୂଆ ଦାୟିତ୍ୱ ଆପଣଙ୍କୁ ମିଳିପାରେ। କୁମ୍ଭ ରାଶି, ନୂତନ ଭାବନା, ନୂତନ ଯୋଜନା, ନୂତନ କିଛି କର୍ମ କରିବାର କଥା ଆପଣଙ୍କ ମଥାରେ ଆପଣଙ୍କର ମସ୍ତିଷ୍କରେ ଆସିବ। ସାମାଜିକ କାର୍ଯ୍ୟରେ ମନ ଲାଗିବ। ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ମୀନ ରାଶି, ଭାବୁକତା ବଢ଼ିପାରେ, ଆଧ୍ୟାତ୍ମିକ ଚିନ୍ତା ମନକୁ ଶାନ୍ତି ଦେବ। ବୃହସ୍ପତିଙ୍କର ରାଶି ମୀନ ରାଶି, ଆପଣ ନିଶ୍ଚିତ ଭାବରେ ଆଜି ଦିନରେ କିଛି ନା କିଛି ଏମିତି କାର୍ଯ୍ୟ କରିବେ ଆଧ୍ୟାତ୍ମିକ କ୍ଷେତ୍ରରେ ଆପଣମାନଙ୍କର ସମୟ ଅତିବାହିତ ହୋଇପାରେ। ଇଏ ତ ଥିଲା ଆମର ଡେଲି ରିପୋର୍ଟସ୍। ନିଶ୍ଚିତ ଭାବରେ ଆମେ ମନ୍ଥଲି ଇୟରଲି ଯେମିତି ରିପୋର୍ଟସ୍ କରୁ, ନିଶ୍ଚିତ ଭାବରେ ପୁଣି ଆମେ ଆମର ନେକ୍ସଟ କାର୍ଯ୍ୟକ୍ରମରେ ଆପଣମାନଙ୍କୁ କମ୍ପ୍ଲିଟଲି କ'ଣ ଗୋଚର, କ'ଣ ଶିକ୍ଷା, କେଉଁ ସ୍ୱାସ୍ଥ୍ୟ ସମ୍ପଦ, ଧନ ଲାଭ, ବ୍ୟୟ, ପରିବାର, ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଷୟରେ ଆଲୋଚନା କରିବା। ଆଜି ପାଇଁ ଏତିକି। ପରବର୍ତ୍ତୀ ଅଧ୍ୟାୟରେ ଆମେ ଆଲୋଚନା କରିବା ପୁଣି ସେହି ରାଶିମାନଙ୍କ ଭିତରେ। ଜୟ ଜଗନ୍ନାଥ।